ପ୍ରିୟମାନେ ଭାବିବାର କଥା ନା ଯେତେବେଳେ ଆମେ ମନୁଷ୍ୟମାନଙ୍କୁ କିଛି କହିଦେଇଥାଉ ଆଉ ତାଙ୍କୁ ଖରାପ ଲାଗିଥାଏ ବା ବାଧି ଯାଇଥାଏ ସେତେବେଳେ ସେମାନେ ରାଗିକି ଆମକୁ ଅନେକ ପ୍ରକାର କଥା କହିଥାନ୍ତି, ତୁଚ୍ଛ ମଧ୍ୟ କରିଥାନ୍ତି, ଅପମାନିତ ମଧ୍ୟ କରିଥାନ୍ତି ଆଉ ଶତ୍ରୁତାର ଚକ୍ଷୁରେ ମଧ୍ୟ ଦେଖିଥାନ୍ତି। ତାହା ତ ଛାଡ଼ନ୍ତୁ, ବର୍ଷ ବର୍ଷ ଧରି ଆପଣଙ୍କ ସହିତ କଥାବାର୍ତ୍ତା ହେବେ ନାହିଁ, ହେ ନା? ସେହି ପ୍ରକାରେ ପ୍ରିୟମାନେ ମୁଁ ଏହି କଥା କହିବା ପାଇଁ ଚାହୁଁଅଛି ଯେ ଆମର ପରମେଶ୍ୱର ଯେ କି ଏ ଜଗତକୁ ତାଙ୍କର ଗୋଟିଏ ମାତ୍ର ପୁତ୍ରକୁ ପଠାଇଲେ ଆଉ ସେହି ପୁତ୍ର ଆମମାନଙ୍କର ଯୀଶୁ ବାପା, ସେ ଆମମାନଙ୍କର ଉଦ୍ଧାର ପାଇଁ କ୍ରୁଶରେ ହତ ହେଲେ। ଜଗତର ଲୋକ ଅନେକ ପ୍ରକାର କଥା କହିଲେ, ଥଟ୍ଟା କଲେ, ଲଜ୍ଜିତ କଲେ, ଅନେକ ପ୍ରକାର ଭାଷା ମଧ୍ୟ ଅଭଦ୍ର ଭାଷା କରିକି ତାଙ୍କୁ ଅପମାନିତ କଲେ। କ୍ରୁଶରେ ହତ ହେଲେ, ଧାର ଧାର ରକ୍ତ ବୋହାଇଲେ, ତାପରେ କ'ଣ କହୁଅଛନ୍ତି? ହେ ପିତା, ଏମାନେ କିଛି ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କର। କି ପ୍ରେମ! ଏହି ପ୍ରକାର ପ୍ରେମ ଆମେ ଜଗତର ମନୁଷ୍ୟମାନଙ୍କର ହୃଦୟରେ ପାଇପାରିବା କି? ହେ ନା?